ତୁମେ ଭୋକିଲା ଥିବ ସେତିକି ବେଳେ ଖାଦ୍ୟ ଥାଳି ଗ୍ରହଣ କରିଥିବ। ଭଗବାନଙ୍କର ପରୀକ୍ଷା ତୁମ ସାମ୍ନାରେ ଜଣେ ଭିକ୍ଷୁକ ଆସି ଛିଡ଼ା ହେଇଯିବ କି ଜଣେ କ୍ଷୁଧାଳୁ ଆସି ଛିଡ଼ା ହେଇଯିବ। ତମେ ନିଜକୁ ନ ନେଇ ଥରେ ତା ପେଟକୁ ଦେଖିବ ଯେ ସେ କେତେ ଦୁଃଖରେ ଅଛି, କେତେ ଭୋକରେ ଅଛି। ତୁମର ଅନ୍ନ ତାକୁ ଦାନ କରିଦେବ। ତୁମେ ନିଜେ ଖାଉଥିବା ପ୍ରସାଦଟି ତାକୁ ଦାନ କରିଦେବ। ଦେଖିବ ଭଗବାନଙ୍କର ଆଶୀର୍ବାଦ ତୁମ ପାଇଁ 100 ଦାନର ବ୍ୟବସ୍ଥା କରି ରଖିଥିବ। ସେଥିପାଇଁ କେବେ ବି କୁଣ୍ଠିତ ହୁଅନ୍ତୁ ନାହିଁ। ସମୟ ଅନୁସାରେ ଭଗବାନ ତୁମକୁ ଷ୍ଟେପ୍ ବାଇ ଷ୍ଟେପ୍ ସବୁ ଦେଇ ଚାଲିବେ। କିନ୍ତୁ ତମ ନିଜର ସର୍ବସ୍ୱ କିଛି ଦାନ କରିଦିଅ। ଭଗବାନ ତାଙ୍କର ସର୍ବସ୍ୱ କିଛି ତୁମକୁ ଦାନ କରିଦେବେ। ଆଉ ସେଇଦିନ ତୁମେ କହିବ, ଏଇ କଲର୍ଟା କି କହିବ, ଲାଇଫ୍ ଇଜ୍ କଲରଫୁଲ୍। ମୋ ଲାଇଫ୍ଟା ସକ୍ସେସଫୁଲ୍ ହେଇଗଲା। ମୁଁ ଗୋଟିଏ ସୁନ୍ଦର ମଣିଷଟିଏ ଭାବେ ପରିଗଣିତ ହେଇଗଲି। ଆଉ ସେଇଦିନ ସଭିଏ ତୁମକୁ ବାବା କହିବେ।